ଆପଣ ଦେଖିଛନ୍ତି ନା ନିଜେ ଟିଭିରେ ନବୀନକୁ ଗୁଇଠା ମାରୁଛନ୍ତି ପାଣ୍ଡିଆନ। ଆମେ ଆଜ୍ଞା ସେଟାକୁ କହିବୁନି, ତାଙ୍କ ଯାଞ୍ଚଟାକୁ ଆମେ କିନ୍ତୁ ନବୀନଙ୍କୁ ମୁଁ କହିବି ପାଗଳ କରିକି ରଖାଯାଇଥିଲା ଏବଂ ରଖେଇଥିଲେ ଏବଂ ନବୀନକୁ କିଛି ବୁଝିପାରୁନଥିଲେ। ଆଚ୍ଛା କହିଲେ ଆପଣ ନିର୍ବାଚନ ପରେ ସେ ନିର୍ବାଚନ ହାରିଗଲା ପରେ ଏବେ ସୁନ୍ଦର ଭାବରେ ଚାଲୁଛନ୍ତି, ସୁନ୍ଦର ଭାବରେ କଥା ହେଉଛନ୍ତି, ସୁନ୍ଦର ଭାବରେ ସମସ୍ତଙ୍କ ସହିତ ମିଶୁଛନ୍ତି। ଆଗରୁ କୁଆଡେ ଯାଇଥିଲେ? ମୁଖ୍ୟମନ୍ତ୍ରୀ ଯେତେବେଳେ ଥିଲେ ସେ କି ଜାଣିପାରୁନଥିଲେ? ଆଖି ବୁଝି ଫ୍ଲାଇଂ କେସି ମାରିବେ ତାକୁ, କାହାକୁ ମାରିବେ? ପାଣ୍ଡିଆନକୁ। ଏଇ ଯୋଉ ଜିନିଷ କରୁଥିଲେ କିଏ କରୁଥିଲେ? ଆମେ କରୁଥିଲୁ କି? ନବୀନକୁ ନିଜେ କରୁଥିଲେ। এটা বহু লোক বেকুনিয়া আপন মানে ବି ଦେଖିଛନ୍ତି, ସାରା ଓଡ଼ିଶାବାସୀ ଦେଖିଛନ୍ତି, ଭାରତବାସୀ ଦେଖିଛନ୍ତି। ଆଉ ନବୀନକୁ କିଛି ବୁଝିପାରୁନଥିଲେ। ଏଇ ତାଙ୍କ ବେକରେ ଜଣେ ବାନ୍ଧୁଛି ଗୋଟେ ଲେଡି, ସେ କହୁଛନ୍ତି କିଏ ସେ ହିରୋଇନ୍, ସେ ଜାଣି ଆପଣ ମାନେ କେତେ ସେ ଜିନିଷ ଯେତେବେଳେ ଏଟା କାମ କରୁନି ସେ ବିଭିନ୍ନ କରୁଛି। ସେ ତାକୁ ସେତେବେଳେ ସେ ଖରାପ ଥିଲେ, ଭଗବାନ ଜାଣନ୍ତି ତାକୁ କି ଅବସ୍ଥାରେ ତାକୁ ରଖିଥିଲେ। ଆମେ ଜାଣିପାରୁନଥିଲୁ, ତାଙ୍କ ମନ୍ତ୍ରିମଣ୍ଡଳରେ ବି କେହି ଜାଣିପାରୁନାହାନ୍ତି କି ଜଣିଏ ଲୋକ ଜାଣୁଥିଲେ। ଏବେ ଦେଖିବାକୁ ତ ବହୁତ ଭଲ, ମୁଖ୍ୟମନ୍ତ୍ରୀ ସୁନ୍ଦର ଭାବରେ ଯାଉଛନ୍ତି, ମୁଖ୍ୟମନ୍ତ୍ରୀ ସୁନ୍ଦର ଭାବରେ ଚାଲୁଛନ୍ତି, କାହା ସାହାଯ୍ୟ ଲୋଡୁନାହାନ୍ତି, ହାତ ଏମିତି ଥରୁନଥିଲା, ଏବେ ତ ହାତ ଭଲ।